ତିଆରି କର। ଯଦିଓ ତୁମର ଉପସ୍ଥିତି ଜଣା ନଥାଏ, ହେଲେ ତୁମର ଅନୁପସ୍ଥିତି ନିଶ୍ଚିତ ଅନୁଭବ ହେବ। ଓମ୍ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ନିଶ୍ଚିତ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆପଣଙ୍କର ଜନ୍ମଜାତକ ପରାମର୍ଶ ପାଇଁ, ଜାତକ ମିଳନ ପାଇଁ, ଯେକୌଣସି ଶୁଭ ମୁହୂର୍ତ୍ତ ପାଇଁ, ଖରାପ ଗ୍ରହର ଦଶାରୁ ବର୍ତ୍ତିବା ପାଇଁ ଉପାୟ, ଜୀବନରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ନିଶ୍ଚିତ ମୋ ସହିତ ଯୋଗାଯୋଗ କରିପାରିବେ, ଯାହାକି ହ୍ୱାଟ୍ସଆପ୍ କରିପାରିବେ। ତେବେ ନମ୍ବରଟି ରହୁଛି 9517951511। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଅକ୍ଟୋବର ମାସ 24 ତାରିଖ, ଓଡ଼ିଆ କାର୍ତ୍ତିକ ମାସ 8 ଦିନ, ଶୁକ୍ରବାର, କୃଷ୍ଣ ପକ୍ଷ ତୃତୀୟା ତିଥି, ଯାହା ରାତ୍ରି 1:20 ପର୍ଯ୍ୟନ୍ତ ରହୁଛି। ତାପରେ ଚତୁର୍ଥୀ ତିଥି ଆରମ୍ଭ ହେଉଛି। ଆଜି ଅନୁରାଧା ନକ୍ଷତ୍ର, ଯାହା ଅହରାତ୍ରି ପର୍ଯ୍ୟନ୍ତ ରହୁଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:45 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:16। ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ, ଯାହା ରାତ୍ରି 1:20 ପର୍ଯ୍ୟନ୍ତ। ତାପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଘାତ ବାର ରହିଛି, ଯାହାକି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ତୃତୀୟାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ପୁଟୁଳ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ପୁରାତନ ଗୃହ ପ୍ରବେଶ, ଜଳାଶୟ ଓ କୂପାରମ୍ଭ, ନୌକା ଗଠନ ଓ ତାର ଚାଳନା, ଯାନବାହନ ଚାଳନା, ଯାତ୍ରା ଆରମ୍ଭ, ପୁଣ୍ୟାରମ୍ଭ, ନାଟ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ୍ୟ ସ୍ଥାପନ, ରଣଗ୍ରହଣ ଓ ଦାନ, ନବବସ୍ତ୍ର ପରିଧାନ, ନବଶଯ୍ୟା ଉପଭୋଗ, ଅଳଙ୍କାର ଧାରଣା, ହୋମାଦି ଶାନ୍ତି କରିପାରିବେ। ଆଜିର ଶୁଭ ବାର୍ତ୍ତା, ଯଦି ଆପଣଙ୍କ ଘରେ କୌଣସି ରୋଗୀ, ଯାହାକି ଭୌତିକ ରୋଗ ରହିଛି, ଆପଣ ଯେକୌଣସି ଉପାୟ କରିଲେ ମଧ୍ୟ ଉପାୟରେ କୌଣସି ସମାଧାନ ହେଉନାହିଁ, ତେବେ ଏହି ଉପାୟଟେ କରିପାରିବେ, ଯାହାକି ଶୁକ୍ରବାର ରାତିରେ 1 ମୁଠା କଳା ଚଣା ଜଳରେ ଭିଜାଇ ଦେବେ। ଶନିବାର ସକାଳେ ଉକ୍ତ ଚଣା ସହ ଗୋଟିଏ ଲୁହା କଣ୍ଟା, ଖଣ୍ଡିଏ କଳା ପଥର, କୋଇଲା, 1/2 ମିଟର ଲମ୍ବା ନୂଆ କଳା କନାରେ ପୁଟୁଳିକୁ ବାନ୍ଧି ନଈ ବା ପୋଖରୀରେ ବା କୂଅ ଭିତରେ ପକେଇବେ। ପକେଇବା ପୂର୍ବରୁ ପୁଟୁଳିକୁ ରୋଗୀର ମୁଣ୍ଡରେ 7 ଥର ବୁଲାଇ ଦେବେ। ଦେଖିବେ ଆପଣଙ୍କର ଯେଉଁ ଭୌତିକ ରୋଗ ଥିବ ତାହା ନିଶ୍ଚିତ ଭଲ ହେବ। ଆଜିର ଅଶୁଭ ବେଳା, ଯାହା ଦିବା 8:40 ଦିବା 11:30 ମଧ୍ୟ ରହିଛି। ରାହୁ କାଳ, କାଳ ବେଳା ତତ୍ସହିତ 12 ବେଳା ରହିଛି। ସେହିଭଳି ରାତ୍ରି 8:21 ରାତ୍ରି 9:56 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, ରାହୁ କାଳ, କାଳ ବେଳା ଏବଂ 12 ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 11:31 ଦିବା 11:53 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:24 ସନ୍ଧ୍ୟା 5:11 ମଧ୍ୟ ରହିଛି, ଯାହାକି ଶୁଭ ବେଳା। ସେହିଭଳି ରାତ୍ରି 12:46 ରାତ୍ରି 1:37 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷଠାରୁ ମୀନ ରାଶି ପର୍ଯ୍ୟନ୍ତ।
प्रथमे चलंतु जानिबा मेष राशि व्यक्ति विषय। मेष राशि व्यक्ति आज आपणकर मान सम्मान वृद्धि सहित सामाजिक कार्य निजर प्रतिभा परिप्रकाश करिवे। तेबे राजनीतिक तथा दैनंदिन कार्य एवं ऑफिस जनित कार्य जहा कि विभिन्न आडू विरोध आसीपारे, किंतु आपण ताकू किछि खातिर न करी निजर कार्य करि चलंतु। देखिबे समस्त बाधा धीरे धीरे समाप्त होई जिवो। तेबे आजी निजर कार्य सहित टिके परिवार वर्गों को समय दियंतु, नहले परिवार समस्या आसीबो जहाकू आपण ध्यान न देले। आजी परिवार वर्गों सहित मतभेद आसीबो, तेणु यहा प्रति ध्यान निहाती आवश्यकता रखिबाकू पड़िबो। तत्सहित व्यवसाय क्षेत्र में जो माने कार्य करुछंती निश्चित आज अचानक सफलता आसीपारे, जहा आपणको भाग्य चक्र रु जना पड़ुछि। आज मेष राशि व्यक्ति मन को टिके स्थिर रखंतु, कौनसी अस्थिरता न रखिबा पई चेष्टा करंतु। देखिबे मन स्थिर रहिले समस्त कार्य सफलता हेबो, तत्सहित स्वास्थ्य मध्य ठीक रहिबो। आज मेष राशि व्यक्तिंकर भाग्य संख्या रही जहा कि 4, भाग्य रंग रहुछि जहा कि आपण सबुज रंग व्यवहार करि परिबे एवं ग्रह माने आपण को आज 85% साथ दउछंती। तेबे एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज प्रत्येक कार्य को आपण ध्यान सहकारे करंतु, कौनसी गुरुत्वपूर्ण निष्पत्ति नियंतु नाही जहा आपणक पई भलो हेबो। सामाजिक कार्य तथा राजनीतिक कार्य गुडी को आज जेते दूर दूरता अवलंबन करिवे ताहा आपणक पई भलो हेबो। तत्सहित दैनंदिन कार्य सचेतन सहकारे कार्य करंतु, नहले निजर कार्य अनेक समस्या भितर जड़ित होई पारंती। तेबे आज जो माने चाकरी जनित कार्य करूछंती वृष राशि व्यक्ति आपण उपरस्थ ऑफिसर को कथा मानी कार्य करंतु, नहले विभिन्न समस्या सहित विरुद्ध भूल जनित कार्य करि पारंती, जहा परवर्ती स्टेप रे अनेक समस्या भितर गति करिवे। आज वृष राशि व्यक्ति परिवार वर्गों सहित भल संपर्क रखिबा पई चेष्टा करंतु एवं पिला छुआंक सहित भल संबंध रखंतु, कारण आज विभिन्न प्रकार त्रुटि देखा देई पारे। तत्सहित बंधुंक सहित मध्य भल संबंध रखिबा पई चेष्टा करंतु, जहा आपणको पई भलो हेबो। आज वृष राशि व्यक्ति विशेष करी स्वास्थ्य प्रति टिके ध्यान दियंतु, कारण स्वास्थ्य समस्या भितर आज जड़ित होई पारंती। आज वृष राशि व्यक्तिंकर भाग्य संख्या रही जहा कि 6, भाग्य रंग रहुछि जहा कि मिश्रित कला रंग व्यवहार करि परिबे एवं ग्रह माने आपन को आज 50% साथ दउछन। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज आपणकर भाग्य ग्रह पूर्ण शुभयुग परिस्थिति रे रहुछि, जहा कि आज समस्त कार्य रे आपण सफलता युग बनैबा सहित आज किछि मिथुन राशि व्यक्ति को शुभ खबर मिलिबार अनेक चांस रहुछि। आज मिथुन राशि व्यक्ति जहा कि अर्थजनित कारोबार रे आपण अनेक समस्या जदि थिबो पूर्वरु ताहा आज दूरीभूत होबार अनेक चांस रहुछि। आज मिथुन राशि व्यक्ति व्यापार वाणिज्य रे अनेक प्रकार लाभ करिवार पूर्ण शुभ युग रहुछि। तत्सहित आज नूतन व्यापार वाणिज्य करिबा पई उपयुक्त समय जहा आपणको राशि चक्र जना पड़ुछि। तेबे आज मिथुन राशि व्यक्ति राजनीतिक सामाजिक क्षेत्र रे निजर प्रतिष्ठा युग सहित निजर व्यक्तित्व वृद्धि करिवार अनेक चांस रहुछि। आज जो माने चाकरी संबंध रे कार्य करूछंती निश्चित आपणकर कार्यशैली देखि समस्तंकर दृष्टि आकर्षण आपणको प्रति पड़ी पारे। तेबे आज जहा कि मिथुन राशि व्यक्ति एग्जाम इंटरव्यू रे आपण अनेक सफलता युग बनौछि, जहा आपणको राशि चक्र जना पड़ुछि। आज मिथुन राशि व्यक्ति जो माने प्रेम संबंध रे जड़ित अछंती तत्सहित परिवार वर्गों सहित भल संबंध रहिबो एवं आज जहा कि निजर नूतन बंधुंक सहित आपण किछि भल समय अतिबाहित परिवार शुभ युग बनौछि। आज मिथुन राशि व्यक्ति स्वास्थ्य एवं मन आपणकर संपूर्ण ठीक रहिबो। आज मिथुन राशि व्यक्तिंकर भाग्य संख्या रही जहा कि 2, भाग्य रंग रहुछि जहा कि कमला रंग व्यवहार करि परिबे एवं ग्रह माने आपण को आज जहा कि 98% साथ दउछंती।
ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଅଧିକ ପରିଶ୍ରମ କରିପାରନ୍ତି ଏବଂ ଆପଣଙ୍କର ପରିଶ୍ରମ ବୃଥା ଯିବ ନାହିଁ। ଯେଉଁ ପରିମାଣରେ ଆପଣ ପରିଶ୍ରମ କରିବେ ତାହାଠାରୁ ଆହୁରି ଅଧିକ ସଫଳତା ପାଇବାର ଯୋଗ ବନଉଛି। ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ଯେକୌଣସି କମ୍ପିଟିସନରେ ଆପଣ ଯୋଗ ଦିଅନ୍ତି ତାହା ବିଜୟ ହବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ଶତ୍ରୁ ଠାରୁ ଆପଣ ଯାହାକି ବିଜୟର ଟୀକା ପିନ୍ଧିବାର ଅନେକ ଚାନ୍ସ ରହୁଛି। ତେବେ ବିଚାରାଧୀନ କାର୍ଯ୍ୟରେ ଆପଣଙ୍କ ସପକ୍ଷରେ ଯାହାକି ଯାଇପାରେ ରାୟ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ନୂତନ କାର୍ଯ୍ୟରେ କିଛି ଯଦି କାର୍ଯ୍ୟ କରୁଛନ୍ତି ତାହା ଆପଣଙ୍କୁ ଅନେକ ପ୍ରକାର ସଫଳତା ଏବଂ ଯାହାକି ବେପାର ବାଣିଜ୍ୟରେ ଅନେକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି କିଛି ନୂତନ ଜିନିଷ କିଣି ପାରନ୍ତି କିମ୍ବା ଉପହାର ମଧ୍ୟ ମିଳିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଆଜି ମନ ବହୁତ ଉତ୍ସାହିତ ରହିବ। ତତ୍ସହିତ ଆଜି ଯେଉଁମାନେ ପ୍ରେମ କରୁଛନ୍ତି ବା ପ୍ରେମ କରିବା ପାଇଁ ଆଜି ଉପଯୁକ୍ତ ଦିନ ବା ଉତ୍ତମ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ଯୋଗ ରହୁଛି। ତତ୍ସହିତ ଆପଣ ଶାରୀରିକ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ପ୍ରଥମେ ଆପଣ ମନକୁ ଟିକେ ସ୍ଥିର କରି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ନିହାତି ଆବଶ୍ୟକତା ରହିଛି। ଆଜି ସିଂହ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ତାହା ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ। ଆଜି ଯାହାକି ସିଂହ ରାଶି ବ୍ୟକ୍ତି ବ୍ୟବସାୟ ତଥା ଅର୍ଥଜନିତ କ୍ଷେତ୍ରରେ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କୁ ଅଚାନକ ଯାହାକି ଆପଣଙ୍କର ବୃଦ୍ଧି ଯୋଗ ରହୁଛି। ଆଜି ଯାହାକି ସିଂହ ରାଶି ବ୍ୟକ୍ତି ଶତ୍ରୁ ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ ଏବଂ ବନ୍ଧୁଙ୍କ ସହିତ ଭଲ ସମ୍ପର୍କ ରଖିଲେ ଅନେକ କ୍ଷେତ୍ରରେ ଆପଣଙ୍କର ଲାଭ ଯୋଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତି ପ୍ରେମ ସମ୍ପର୍କ ବିଶେଷ କରି ସ୍ତ୍ରୀ କିମ୍ବା ପୁରୁଷ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଯଦି ସମ୍ବନ୍ଧ ଖରାପ ରଖୁଛନ୍ତି ତେବେ ଅନେକ ସମସ୍ୟା ଭିତରେ ଆପଣ ଜଡ଼ିତ ହେବେ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ସମସ୍ୟା ଭିତରେ ଜଡ଼ିତ ହୋଇ ରହିବେ। ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କର ଦିନଟି ଅତି ଉତ୍ତମରେ କଟିବ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ହାଲୁକା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ମାନ ସମ୍ମାନ ବୃଦ୍ଧିର ଯୋଗ ବନଉଛି ତଥା ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଆଜି ଭାଗ୍ୟ ଆପଣଙ୍କର ସାଥ ରହିଅଛି। ଆଜି କନ୍ୟା ରାଶି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଅଚାନକ ଧନ ବୃଦ୍ଧିର ଯୋଗ ବନଉଛି, ଯାହାକି ନୂତନ ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କର ଭାଗ୍ୟ ସାଥ ଦେବା ସହିତ ନୂତନ ବେପାର ବାଣିଜ୍ୟର ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଯୋଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ଭୋଜନ ତଥା ନିନ୍ଦରେ ଟିକେ ସମସ୍ୟା ଆସିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେଲେ ଆପଣଙ୍କର ଭଲ ରହିବ। ଆଜି କନ୍ୟା ରାଶି ବ୍ୟକ୍ତି ସ୍ତ୍ରୀ ବର୍ଗଙ୍କ ସହିତ ଟିକେ ଭଲ ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। କାରଣ ଆଜି ମନ ମାଳିନ ବା ଯୁକ୍ତିତର୍କ ଯୁଗ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେଲେ ଆପଣଙ୍କ ପାଇଁ ଭଲ ରହିବ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ, କାରଣ ଛୋଟ ମୋଟ ବାଧାବିଘ୍ନ ଯୁଗ ରହୁଛି, ଯାହା ଆପଣଙ୍କୁ ପରବର୍ତ୍ତୀ ଷ୍ଟେପରେ ଅନେକ ସମସ୍ୟା ଉପୁଜି ପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେଲେ
ଆପଣଙ୍କର ଆଜି ଦିନଟି ଅତି ଉତ୍ତମ ଭାବରେ କଟିବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ବିଶେଷ କରି ବନ୍ଧୁ ବାନ୍ଧବଙ୍କ ଦ୍ୱାରା ଅନେକ ଲାଭ ମିଳିବାର ଯୋଗ ବନଉଛି। ତତ୍ସହିତ ଭାଗ୍ୟ ଆପଣଙ୍କର ସାଥରେ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତି ଶତ୍ରୁ ଠାରୁ ବିଜୟ ହବାର ଅନେକ ଶୁଭ ଯୋଗ ରହିଛି। ତତ୍ସହିତ ବ୍ୟବସାୟ କ୍ଷେତ୍ରରେ ତୁଳା ରାଶି ବ୍ୟକ୍ତି ଆଜି ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ଭାଗ୍ୟ ଯୋଗ ଆପଣଙ୍କର ସାଥ ଦଉଛି। ଆଜି ତୁଳା ରାଶି ବ୍ୟକ୍ତି ଯେକୌଣସି ବ୍ୟବସାୟ କରିବା ପାଇଁ ନିଶ୍ଚିତ ଆଜି କୌଣସି ନିଷ୍ପତ୍ତି ନେବା ପାଇଁ ଶୁଭ ଯୋଗ ବନଉଛି ଯାହାକି ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅନେକ ଲାଭବାନ କରିପାରେ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଜମି ଜାଗା ଠାରୁ ଆପଣ ବିଶେଷ କରି ପିତୃମାତୃଙ୍କ ଜମିଙ୍କ ଠାରୁ ଆପଣ ଟିକେ ଦୂରତା ଅବଲମ୍ବନ କରନ୍ତୁ ବା ଯେକୌଣସି ସେଇ କାର୍ଯ୍ୟରେ ଆପଣ ଟିକେ ଆଜି ସେ ଦିନଠୁ ଆଜି ଦୂରତା ଅବଲମ୍ବନ କରନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ଠିକ ରହିବ କିନ୍ତୁ ମନ ଟିକେ ଅସ୍ଥିରତା ରହିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଅନେକ କ୍ଷେତ୍ରରେ ଆପଣ ସଫଳତା ପ୍ରାପ୍ତ କରିବାର ନିଶ୍ଚିତ ଯୋଗ ରହୁଛି। ନିଜର ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ ଅନେକ ସମସ୍ୟା ଆପଣଙ୍କର ଦୂରୀଭୂତ ହେବା ସହିତ ନିଜର ବ୍ୟକ୍ତିତ୍ୱ ଜାହିର କରି ଆପଣ ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ବିଛା ରାଶି ବ୍ୟକ୍ତି ଆଜି ବିଛା ରାଶି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଆପଣ ଅନେକ ସଫଳତା ପାଇବାର ଯୋଗ ରହୁଛି ଯାହାକି ଅତି ସରଳତା ସହିତ ନିଜର ଲାଭ ପ୍ରାପ୍ତ କରିପାରନ୍ତି ବିଛା ରାଶି ବ୍ୟକ୍ତି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ନିଜର ବନ୍ଧୁଙ୍କ ଦ୍ୱାରା ଆପଣଙ୍କର ଅନେକ ସମସ୍ୟା ଦୂରୀଭୂତ ହେବା ସହିତ ଆପଣ ତାଙ୍କ ଠାରୁ ଅନେକ ଲାଭ ମଧ୍ୟ ପାଇପାରନ୍ତି। ଆଜି ବିଛା ରାଶି ବ୍ୟକ୍ତି ଟିକେ ଦୁଷ୍ଟ ଖଳ ପ୍ରବୃତ୍ତି ଲୋକଙ୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ବିଛା ରାଶି ବିଦ୍ୟାର୍ଥୀ ମାନେ ଟିକେ ସାବଧାନ ରୁହନ୍ତୁ, ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ। ଆଜି ବିଛା ରାଶି ବ୍ୟକ୍ତି ମାନେ ଟିକେ ମନକୁ ସ୍ଥିର ରଖିଲେ ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ବ୍ୟବହାର କରିପାରିବେ ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ନିଜର ମନକୁ ସ୍ଥିର ରଖି କାର୍ଯ୍ୟ କରିଲେ ଅନେକ ବଡ ବଡ ସମସ୍ୟା ଦୂରୀଭୂତ ହେବା ସହିତ ନିଜର କାର୍ଯ୍ୟରେ ମଧ୍ୟ ଆନନ୍ଦିତ ପ୍ରାପ୍ତ କରିବାର ଯୋଗ ବନଉଛି। ଆଜି ଧନୁ ରାଶି ବ୍ୟକ୍ତି ନିଜର ଇଚ୍ଛା ମୁତାବକ ଖାଦ୍ୟ ପ୍ରାପ୍ତ କରିବାର ଯୋଗ ରହିବା ସହିତ ଆଜି ଭଲ ନିଦ ପ୍ରାପ୍ତ କରିବାର ଯୋଗ ମଧ୍ୟ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି କିଛି ନୂତନ ଜିନିଷ ପ୍ରାପ୍ତ କରିପାରନ୍ତି କିମ୍ବା କିଛି ନୂତନ ଜିନିଷ ଉପହାର ମିଳିପାରେ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କାର୍ଯ୍ୟରେ ଆପଣ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ, କାରଣ ଆପଣଙ୍କ ଏ କ୍ଷେତ୍ରରେ ଆଜି ବିଫଳତା ସାମ୍ନା କରିପାରନ୍ତି। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଦୂରଯାତ୍ରା କିଛି କାର୍ଯ୍ୟ ପାଇଁ କରୁଛନ୍ତି ତେବେ ଆପଣଙ୍କୁ ବିଶେଷ ସଫଳତା ନ ମିଳିପାରେ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ କିନ୍ତୁ ନିଶ୍ଚିତ ଲାଭ କରିବେ ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା କିଛି ଥିବ ତାହା ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2,
भाग्य रंग रहुची जहाँकि कमला रंग व्यवहार करिपारिबे एवं ग्रह माने आपनको आज 85% साथ दउछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज आपणकर भाग्य शुभ जुगरे रही अछि, तेणु पूर्वरु अटकी जाइथिबा कार्य अचानक भावे आपणकर सफलता प्राप्त करिवार अनेक चांस रही अछि। आज मकर राशि व्यक्ति निजर बंधु बांधव द्वारा निजर कार्य हासिल करिवार अनेक चांस रहू अछि। तत्सहित आपण बंधुक द्वारा किछि निजर लाभ प्राप्त करिवा सहित तांको सहित भल संपर्क रखी आपणकर मन बहुत प्रसन्न रही पारे। आज मकर राशि व्यक्ति व्यवसाय करुथिले किंतु आशा अनुଯାयी लाभ न करि पारंती, जहा आपणक भाग्य चक्रु जना पड़ुछि। किंतु आपण जदि मानसिक स्थिति को ठीक रखी निजर कार्य करिवे तेबे आपण समस्त कार्य सफलता पाइबार शुभ जुग बनौछि। आज मकर राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य टिके अस्थिरता आड़को अग्रगति करि पारे, तेणु यहा प्रति ध्यान देले आपणकर कौनसी समस्या रहिबो नाही मकर राशि व्यक्तिंकर। आज मकर राशि व्यक्तिंकर जहाँकि राजनीतिक सामाजिक क्षेत्र में आपणकर भाग्य आज शुभ जुग परिस्थिति बनौछि, जहाँकि आपण जने प्रतिष्ठावान व्यक्ति रूपे परिचित होबार अनेक चांस रहुछि। आज मकर राशि व्यक्तिंकर भाग्य संख्या रही जहाँकि 3, भाग्य रंग रहुछि जहाँकि बैगणी रंग व्यवहार करि पारिबे एवं ग्रह माने आपण को आज 80% साथ दउछंती। चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज निजर महत्वाकांक्षी कार्य हासिल करिवार पूर्ण सुযোগ रहिछि। तत्सहित आज मानसिक स्थिति एवं स्वास्थ्यगत दृष्टि देखिले कुंभ राशि व्यक्ति संपूर्ण सुस्थ एवं आनंदित रहिबे। निजर दैनंदिन कार्य आगको बढ़िबार निजर दक्षता बलर समस्त कार्य संपूर्ण करिवार क्षमता आपणक पाखरे देखा देई पारे। तत्सहित कुंभ राशि व्यक्ति आज आपणकर प्रेम दुनिया रे आपण जहाँकि उत्तम दिन सहित आज स्त्री पुत्रंक द्वारा निजर कार्य हासिल करिवार पूर्ण शुभ जुग रहिछि। आज कुंभ राशि व्यक्ति जहाँकि व्यवसाय क्षेत्र रे आपण अनेक लाभ प्राप्त करिवार पूर्ण सुযোগ रहुछि। आज कुंभ राशि व्यक्ति राजनीतिक सामाजिक क्षेत्र रे आपणकर प्रतिष्ठा लाभ करिवार अनेक चांस रहुछि, जहा आपणक भाग्य चक्र रु जना पडुछि। आज कुंभ राशि व्यक्तिंकर भाग्य संख्या रहिछि जहा कि 1, भाग्य रंग रहुछि जहा कि हळदी रंग व्यवहार करि पारिबे एवं ग्रह माने आपण को आज 90% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज छोट छोट कार्य करी निजर दक्षता वृद्धि करने सहित मान सम्मान प्रतिष्ठा लाभ जुग रहुछि। तत्सहित राजनीतिक सामाजिक क्षेत्र में भाग्य आपणकर साथ दउछि। आज मीन राशि व्यक्ति व्यवसाय क्षेत्र में अनेक बड़ बड़ सफलता प्राप्त करिवार अनेक चांस रहुछि। आज मीन राशि व्यक्ति जहाँकि उत्तम भोजन सहित उत्तम निंद प्राप्त करिवार पूर्ण शुभ जुग रहुछि। आज मीन राशि व्यक्ति जहाँकि इंटरव्यू किंबा एग्जाम थिले अनेक सफलता प्राप्त करिवार पूर्ण जुग रहुछि। आज मीन राशि व्यक्ति मन सदा बेले प्रसन्न रहिबा सहित स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्वरु जदि स्वास्थ्य समस्या किछि थिबो मीन राशि व्यक्तिंकर आज ताहार समाधान होबार अनेक चांस रहुछि। आज मीन राशि व्यक्तिंकर भाग्य संख्या रही जहा कि 8, भाग्य रंग रहुछि जहा कि आपण गाढ़ नील रंग व्यवहार करि पारिबे एवं ग्रह माने आपण को आज 95% साथ दउछंती। ओम विष्णवे नमः। नमस्कार।